नमस्कार। ମୁଁ ସୁସ୍ମିତା ରଥ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଡେ 16ର ସ୍ୱାସ୍ଥ୍ୟରେ ଆମେ କେମିତି ଯାଦୁ ଆଣିବା, ଚମତ୍କାର ଆଣିବା ତା ଉପରେ ପ୍ରାକ୍ଟିସ୍। ଆଗରୁ ଆମେ ଆମର ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରେଜେଣ୍ଟ ଟେନ୍ସରେ ଆମେ ପାଷ୍ଟ ଟେନ୍ସ ଲେଖି ସାରିଛୁ, ଯାହା ଆମର ଭଲ ଥିଲା। ତାପରେ ପୁଣି ବର୍ତ୍ତମାନ ସମୟରେ ଆମର ଯେଉଁ ଭଲ ସେଟା ବି ଲେଖି ସାରିଲୁଣି। ଆଜିର ସମୟ ହେଇଛି ଆପଣଙ୍କ ଆପଣଙ୍କ ହେଲ୍ଥ ଚ୍ୟାଲେଞ୍ଜ ଅଛି, ଯେଉଁ ପ୍ରୋବ୍ଲେମ୍ ଅଛି, ତା ପାଇଁ ଆଜି ଆପଣ କାମ କରିବେ। ଆପଣଙ୍କର ଆଖି ଦେଖାଯାଉନି, ଦୃଷ୍ଟିଶକ୍ତି କମ୍ ଅଛି, ତାହେଲେ ତା ପାଇଁ ଆପଣ ଲେଖିବେ ମୋର ଭିଜନ୍, ଆଇ ଭିଜନ୍ ଯେମିତି ଥାଏ ନର୍ମାଲ୍, ତାର ଯେଉଁ ପାୱାର ମୋର ପୁରା ପରଫେକ୍ଟ ଅଛି। ମୁଁ ସବୁ କ୍ଲିଅର ସ୍ପଷ୍ଟ ଦେଖିପାରୁଛି। ମୁଁ ସମସ୍ତ ଦୂରରୁ ବି ସବୁ ଜିନିଷ କ୍ଲିଅର ଦେଖିପାରୁଛି। ମୁଁ ବିନା ଚଷମାରେ ବହି ପଢ଼ିପାରୁଛି। ମୁଁ ଆଖି ସମ୍ପୂର୍ଣ୍ଣ ସୁସ୍ଥ ହେଇଯାଇଛି। ଏମିତି ଆପଣ ଆଖିରେ ହଉ, ଆପଣଙ୍କର ହେଲ୍ଥ କିଛି ବି ହଉ, ଯଦି ହାତରେ କିଛି ପ୍ରୋବ୍ଲେମ୍ ଅଛି, ଗୋଡ଼ରେ, ତା ପାଇଁ ଆପଣ 5 ଯଦି କିଛି ପ୍ରୋବ୍ଲେମ୍ ଅଛି, ପେନ୍ ଅଛି, ଆପଣ ହାତ ପାଇଁ ଲେଖିବେ ମୁଁ କେତେ କାମ କରିପାରୁଛି ହାତରେ। ମୁଁ ମୋର ଲେଖାଲେଖି କାମ କରିପାରୁଛି। ମୋ ଘର କାମ ସମସ୍ତ କରିପାରୁଛି। ଭାରି ଜିନିଷ ଉଠେଇ ପାରୁଛି। ଏମିତି ଆପଣ 5ଟା ଯେଉଁଥିରେ ପାଇଁ ଆପଣ ଅସୁବିଧା ହେଉଛି ସେଇଟାକୁ ଆପଣ ପଜିଟିଭ୍ ୱେରେ ଲେଖିବେ ଯେ ମୁଁ ଏ କାମଟା ଇଜିଲି କରିପାରୁଛି। ଆପଣଙ୍କ ଶରୀରରେ କିଛି ଯଦି ଚ୍ୟାଲେଞ୍ଜ ଆସୁଛି, ଆପଣ କିଛି ନା କିଛି ତ ବାଧା ହେଉଛି ନା, ଆପଣ କରିପାରୁନାହାନ୍ତି କାମ ଗୁଡ଼ାକ, ସେଇଟାକୁ ଲେଖିକି ଯେମିତି କରିପାରୁଛନ୍ତି, ହେଉଛି ନା ଫ୍ୟୁଚର୍ ଯେଉଁଟା ଆପଣ ଚାହୁଁଛନ୍ତି ସେଇଟା ବର୍ତ୍ତମାନ ଆପଣଙ୍କର ହେଉଛି। ଆପଣ ଲେଖନ୍ତୁ, ନିଶ୍ଚୟ ଦେଖିବା ଆପଣଙ୍କର ହେଲ୍ଥରେ ବି ଇମ୍ପ୍ରୁଭ୍ ହେବ ଆଉ ଆପଣ ସୁସ୍ଥ ହେଲ୍ଦି ରହିବେ। और सही एफर्मेशन जो स्टार्टिंग रे अच्छे स्वास्थ्य का ऊपर मुझे विजिट रखता है ये अपन डेली कहे सका उठी सारा पर बापा माँ को ग्राटिट्यूड लिखे तापर 10टा जो डेली आपन काली कोटा भल होता से लिखे हेल्थ उपर 5टा लिखे मनी उपर 5टा लिखे रिलेशन उपर 15टा जो लिखे आपको जो भल रिलेशन अच्छे यही प्रेजेंट टेंस आपको जोटा भल अच्छी ସେଇଟା ଲେଖିବେ। ତାପରେ ଆପଣ ହେଲ୍ଥ ଉପରେ ରିଲେସନ୍ ରହିଲା, କିନ୍ତୁ ହେଲ୍ଥ ଉପରେ ଆପଣଙ୍କ ଯେଉଁଟା ଠିକ୍ କରିବାର ଅଛି ତାପରେ ଲେଖନ୍ତୁ। ହେଲ୍ଥର ବି ସେମିତି ଆପଣ ପାଷ୍ଟ ଟେନ୍ସରେ ଆପଣ ଲେଖିବେ ଯେଉଁଟା ଭଲ ଥିଲା, ବର୍ତ୍ତମାନ ଯେଉଁଟା ଭଲ ଅଛି, ତାପରେ ଆଜିର ଡେ 16ର ଚାପ୍ଟର ହେଉଛି ଯେଉଁଟା ଆପଣଙ୍କର ଦରକାର। ଏମିତି ଲେଖନ୍ତୁ ଆପଣ ଗ୍ରାଟିଟ୍ୟୁଡ୍। ଆଉ ଯେତେବେଳେ ଗ୍ରାଟିଟ୍ୟୁଡ୍ ଲେଖୁଛନ୍ତି ଦିନ ସାରା ସେତିକିଟା, ତାପରେ ଆପଣ ବିଲକୁଲ କମ୍ପ୍ଲେନ୍ ମୁଣ୍ଡରେ ରହିବେନି। ଏଇ ବହିରେ ଲେଖା ହେଇଛି 10ଟା ଗ୍ରାଟିଟ୍ୟୁଡ୍ ଆପଣ ଲେଖିଲେ ଗୋଟେ କମ୍ପ୍ଲେନ୍ ଆପଣଙ୍କର ମାଫ୍ ହୁଏ। ଦେଖନ୍ତୁ ଆପଣ ଆଜି ଡେ 16 ଆଣି ବହି ହିସାବରେ ଆପଣ 160ଟା ଗ୍ରାଟିଟ୍ୟୁଡ୍ ଆମେ ଲେଖିଛୁ, ମାନେ 16ଟା ଆମର କମ୍ପ୍ଲେନ୍ ମାଫ୍ ହେଇଛି। ଆପଣ ଭାବି ନେବେ ଯେ ଆପଣ କେତେ କମ୍ପ୍ଲେନ୍ କରୁଛନ୍ତି, ସେଇ ହିସାବରେ ଆପଣ ଆପଣଙ୍କ ଗ୍ରାଟିଟ୍ୟୁଡ୍ ବଢ଼େଇବେ, ଲେଖିବେ ଆଉ ଆପଣଙ୍କ ଅରାକୁ ପଜିଟିଭ୍ କରନ୍ତୁ ଆଉ ସ୍ୱପ୍ନର ପିଢ଼ିକୁ ଆଗକୁ ଯାଆନ୍ତୁ। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ।